ଝରକା ବନ୍ଦ କରି ସମୀର ଆରାମରେ ବସିଥିଲା। ଭୁଲବଶତଃ ସେଇ ଭିତରୁ କବାଟର କୁଣ୍ଡି ଲଗାଇବାକୁ ଭୁଲି ଯାଇଥିଲା। ଅଚାନକ ତାଙ୍କ ଘରର ଚାକରାଣୀ ଭିତରକୁ ଆସିଗଲେ। ସାମ୍ନାର ଦୃଶ୍ୟ ଦେଖି ସେ ତୁରନ୍ତ ବାହାରକୁ ଦୌଡ଼ି ପଳାଇଲେ। କିନ୍ତୁ ସମୀର ନିଜ କାମ ବନ୍ଦ କରିବା ଜରୁରୀ ମନେ କଲା ନାହିଁ। ଯେତେବେଳେ ସେ ବାହାରକୁ ଆସିଲା, ଚାକରାଣୀ ତାକୁ ଦେଖି କହିଲେ, ସମୀର ଭାଇ, ଭିତରେ କ'ଣ କରୁଥିଲୁ? ସେ କହିଲା, ଆପଣଙ୍କୁ ତ ସବୁ ଜଣାଅଛି। ଏବେ ମୋ ପାଟିରୁ କ'ଣ ଶୁଣିବାକୁ ଚାହୁଁଛନ୍ତି? ତେବେ ଚାକରାଣୀ କହିଲେ, ଠିକ୍ ଅଛି, କିନ୍ତୁ ତୁମକୁ ନିଜ କାମ ବନ୍ଦ କରିବା ଉଚିତ ଥିଲା। ସେତେବେଳେ ସମୀର କହିଲା, ମୁଁ କ'ଣ ଜାଣିଥିଲି ଯେ ଆପଣ ସେହି ସମୟରେ ରୁମ୍ ଭିତରକୁ ଆସିଯିବେ? ଏମିତି ବି ମୁଁ କିଛି ଭୁଲ କରୁନଥିଲି। ସେତେବେଳେ ଚାକରାଣୀ ହସିଦେଇ କହିଲେ, ସେ କଥା ନୁହେଁ, କିନ୍ତୁ ତଥାପି ଜାଣିଛ ଯେ ଯେତେବେଳେ ବି କେହି ସେଇ କାମ କରୁଥିବାର ଦେଖିନିଏ, ତେବେ ତାର ମନ ମଧ୍ୟ ସେଇଆ କରିବାକୁ ହୋଇଥାଏ। ସେତେବେଳେ ସମୀର ସୁଯୋଗ ଦେଖି କହିଲା, ତେବେ ଆପଣ ମଧ୍ୟ ଆସିଯାଆନ୍ତୁ। ତେବେ ଚାକରାଣୀ କହିଲେ, ମନ ତ ମୋର ବି ବହୁତ ହେଉଛି, କିନ୍ତୁ ମୁଁ ଏକାକୀ ଏବେ ସବୁ କେମିତି କରିବି? ସେତେବେଳେ ସମୀର କହିଲା, ଯଦି ଆପଣ ଖରାପ ନ ଭାବନ୍ତି ତେବେ ମୁଁ ଆପଣଙ୍କୁ ସାହାଯ୍ୟ କରିଦେବି। ମୁଁ ଆପଣଙ୍କ ସହିତ ଭଲ ଭାବରେ ସେସବୁ କାମ କରିପାରିବି। ସେତେବେଳେ ଚାକରାଣୀ କହିଲେ, ତ ମୁଣ୍ଡ ଖରାପ ହୋଇଗଲାଣି। ଏହା ପୂର୍ବରୁ ଚାକରାଣୀ ଆଉ କିଛି କହିଥାନ୍ତେ, ସମୀର ତୁରନ୍ତ ସେଠାରୁ ଦୌଡ଼ି ପଳାଇଲା। ଏମିତି ବି ସେ ତ ନିଜ ଘରର ଚାକରାଣୀଙ୍କ ସହ ବହୁତ ପୂର୍ବରୁ ସେହି କାମ କରିବାକୁ ଚାହୁଁଥିଲା, କିନ୍ତୁ ତା ପାଖରେ କହିବାକୁ ସାହସ ଆସୁନଥିଲା। କିନ୍ତୁ ଆଜି ଚାକରାଣୀ ତାକୁ ଦେଖିଦେଇଥିଲେ। ସେଥିପାଇଁ ଆଜି ସେଇ କଥା କହିବାର ସଠିକ୍ ସମୟ ଆସିଯାଇଥିଲା ଏବଂ ସଠିକ୍ ପରିବେଶ ମଧ୍ୟ ଥିଲା। ଏଥିରୁ ତାକୁ ଗୋଟିଏ କଥା ଜଣାପଡ଼ିଲା, ଯେଉଁ କଥା କହିବାର ମଧ୍ୟ ଏକ ସଠିକ୍ ସମୟ ଥାଏ ଏବଂ ଯେତେବେଳେ ସଠିକ୍ ସମୟ ହୁଏ ସେତେବେଳେ କଥା ହୋଇଯିବା ଉଚିତ, କାରଣ ସେହି ସମୟରେ କଥା ପୂରଣ ହେବାର ଅଧିକ ସୁଯୋଗ ଥାଏ। ଏବେ ସୁଦ୍ଧା ସମୀରର ବିବାହ ହୋଇନଥିଲା ଏବଂ ସେ 23 ବର୍ଷର ଥିଲା। ଚାକରାଣୀ ଜଣକ ବହୁତ ସୁନ୍ଦରୀ ଏବଂ ଆକର୍ଷଣୀୟ ଥିଲେ। ସେ ସବୁବେଳେ ତାଙ୍କ ସହ ହାଲୁକା ଥଟ୍ଟାମଜା କରୁଥିଲା। ଚାକରାଣୀ ଏବଂ ତାଙ୍କ ମଧ୍ୟରେ ଏକ ଭଲ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ଥିଲା। ଯେତେବେଳେ ସେହି ଚାକରାଣୀ ଏହି ଘରକୁ ନୂଆ ନୂଆ କାମ କରିବାକୁ ଆସିଥିଲେ, ସେତେବେଳେ ତାଙ୍କର ବହୁତ ଆତ୍ମବିଶ୍ୱାସ ଥିଲା। ତାଙ୍କର ଉଚ୍ଚତା 5 ଫୁଟ 6 ଇଞ୍ଚ ଥିଲା। ଆଖି ବଡ଼ ବଡ଼ କଳା, ରଙ୍ଗ ଦୁଧ ପରି ଗୋରା, କେଶ ଘନ ଏବଂ ଲମ୍ବା, ଚେହେରା ଏତେ ନୁରାନି ଯେ ଦେଖିବା ମାତ୍ରେ ମନ ମୋହି ନେଉଥିଲା। ଯେତେବେଳେ ବି ସେ ସମୀର ଆଡ଼କୁ ଚାହୁଁଥିଲେ, ତାଙ୍କ ଦୃଷ୍ଟି ତାର ହୃଦୟକୁ ଚିରି ଦେଉଥିଲା। କିନ୍ତୁ ଯେତେବେଳେ ବି ସେ କିଛି କଥା କହୁଥିଲା, ସେ ଲାଜେଇ ଯାଇ ମୁହଁ କରୁଥିଲେ। ସେବେଠାରୁ ସେ ବୁଝିଯାଇଥିଲା ଯେ ତାଙ୍କ ଭିତରେ ସୌନ୍ଦର୍ଯ୍ୟର ଅହଙ୍କାର ଭରି ରହିଛି। ସମୀର ଅନୁଭବ କରୁଥିଲା ଯେ ଚାକରାଣୀ ଘରେ ଅନେକ ସମୟରେ ଏକାକୀ ଏବଂ ଉଦାସ ରହୁଛନ୍ତି। ସେ ତାଙ୍କୁ ଅନେକ ଥର ଏକାକୀ ଉଦାସ ହୋଇ ବସି ଝରକା ବାହାରକୁ ଚାହୁଁଥିବାର ବା ଫୋନରେ କାହା ସହ କଥା ହେଉଥିବାର ଦେଖିଥିଲା। ତାଙ୍କୁ ଯେତିକି ଭଲ ପାଇବା, ଧ୍ୟାନ ଏବଂ ସମୟର ଆବଶ୍ୟକତା ଅଛି, ତାହା ତାଙ୍କୁ ମିଳୁନାହିଁ। ଏହି କଥାଟି ସମୀରକୁ ଭଲ ଭାବରେ ବୁଝାପଡ଼ି ଯାଇଥିଲା। ଦିନେ ସକାଳେ ସମୀର ଦେଖିଲା ଯେ ସେ ବହୁତ ଉଦାସ ଏବଂ ଚାପ୍ ବସିଥିଲେ। ତାପରେ ସେ ତାଙ୍କୁ ପଚାରିଲା, କ'ଣ ହେଲା? ଆପଣ ଏତେ ଉଦାସ କାହିଁକି? ଚେହେରା ପୂରା ଶୁଖିଯାଇଛି। ସେତେବେଳେ ଚାକରାଣୀ କହିଲେ, ମୋ ଦେହ ଭଲ ନାହିଁ, ମୁଣ୍ଡ ଭାରି ଲାଗୁଛି ଏବଂ ଥକ୍କା ଲାଗୁଛି। ତାପରେ ସମୀର ବିଳମ୍ବ ନକରି ବଜାର ଯାଇ ତାଙ୍କ ପାଇଁ ଭଲ ଔଷଧ, ଫଳ ଏବଂ ଜୁସ୍ ଆଣିଲା। ଔଷଧ ଖାଇ ସେ ନିଜ ରୁମକୁ ଚାଲିଗଲେ। ତାପରେ ସେ କିଛି ସମୟ ପରେ ତାଙ୍କ ଦେହ ବିଷୟରେ ପଚାରିବାକୁ ତାଙ୍କ ରୁମକୁ ଗଲା। ତାଙ୍କର ବହୁତ ଜୋରରେ ମୁଣ୍ଡ ବିନ୍ଧା ହେଉଥିଲା। ସମୀର ତାଙ୍କର ବହୁତ ସେବା କଲା ଏବଂ ଯତ୍ନ ନେଲା। ପ୍ରାୟ 1.5 ଘଣ୍ଟା ପରେ ତାଙ୍କୁ ବହୁତ ଆରାମ ମିଳିବା ଆରମ୍ଭ ହେଲା। ତାପର ଦିନ ସକାଳେ ଯେତେବେଳେ ସମୀର ଗାଧୋଇ ବାହାରୁଥିଲା, ଚାକରାଣୀ କହିଲେ, ସମୀର, 1 ମିନିଟ୍ ମୋ ପାଖକୁ ଆସୁନ। ଯେତେବେଳେ ସେ ତାଙ୍କ ପାଖକୁ ଗଲା, ସେ କହିଲେ, ପ୍ଲିଜ୍ ମୋତେ କ୍ଷମା କରିଦେ ପୁଅ। ସେତେବେଳେ ସମୀର ପଚାରିଲା, କେଉଁ କଥା ପାଇଁ? ତେବେ ସେ କହିଲେ, ଯେବେଠାରୁ ମୁଁ ଏହି ଘରକୁ ଆସିଛି ସବୁବେଳେ ରୁକ୍ଷ ବ୍ୟବହାର କରୁଥିଲି, କିନ୍ତୁ ତୁ ମୋର କେତେ ଯତ୍ନ ନେଉଛୁ। ମୋ ଅସୁସ୍ଥତାରେ ଔଷଧ ଆଣିଲୁ, ରାତି ସାରା ଜାଗି ମୋର ଯତ୍ନ ନେଲୁ। ସମୀର କହିଲା, କିଛି କଥା ନୁହେଁ, ମୁଁ ତ ଆପଣଙ୍କୁ ନିଜର ବୋଲି ମାନେ। ତାପରେ ଚାକରାଣୀ ଏବଂ ସମୀରଙ୍କ ମଧ୍ୟରେ ବହୁତ ଭଲ ବନ୍ଧୁତା ଏବଂ ବିଶ୍ୱାସ ହୋଇଗଲା। ଏବେ ସେ ତାଙ୍କର ପ୍ରତ୍ୟେକ ଛୋଟ ବଡ଼ କଥା ମାନୁଥିଲା, ଘରର ସବୁ କାମ ତାଙ୍କ ସହ ମିଶି କରୁଥିଲା। ସେଥିପାଇଁ ସେ ମଧ୍ୟ ଏବେ ତା ପ୍ରତି ବହୁତ ଅଧିକ ଧ୍ୟାନ ଦେଉଥିଲେ। ତା ପାଇଁ ଖାଦ୍ୟ ତିଆରି କରୁଥିଲେ, ହସଖୁସି କରୁଥିଲେ। ଦିନେ ସେ ତାକୁ କହିଲେ, ସମୀର, ତୁ ରାତିରେ ମୋ ରୁମକୁ ଆସିଯାଉଥା। ଆମେ ଦୁହେଁ ଗପସପ କରିବା। ଏକା ମୋ ରୁମରେ ମନ ଲାଗୁନି, ବହୁତ ସୁନସୁନ ଲାଗୁଛି। ସମୀର ମନେ ମନେ ଭାବିଲା, ଲାଗୁଛି ସେ ତାକୁ ଇସାରା ଦେଉଛନ୍ତି। ଏବେ ନିଜ କଥା ସିଧାସଳଖ କହିବା ଆହୁରି ସହଜ ହୋଇଗଲା। ତାପରେ ସେ ତାଙ୍କ ରୁମକୁ ଗଲା। ସେ ଘରର କିଛି କାମ କରୁଥିଲେ। ତାଙ୍କୁ ଦେଖି ସମୀରର ମନ ଚଳଚଞ୍ଚଳ ହେବାକୁ ଲାଗିଲା
ଏବଂ ସେ ନିଜ ଫୋନରେ ଏକ ପୁରୁଣା ରୋମାଣ୍ଟିକ ଗୀତ ଶୁଣିବାକୁ ଲାଗିଲା। ସେ ବାହାର ଆଡ଼କୁ ମୁହଁ କରିଥିଲା ଯେମିତି କେହି ଆସୁଥିଲେ ଜଣାପଡ଼ିବ। ଚାକରାଣୀ ଚାପ୍ରୁମ୍ ଭିତରକୁ ଆସିଗଲେ ଏବଂ ପଛରେ ଠିଆ ହୋଇ ସେହି ଗୀତ ଶୁଣିବାକୁ ଲାଗିଲେ। ସେ ହାଲୁକା କାଶିଲେ ଏବଂ ସେ ଯେତେବେଳେ ଗୀତରୁ ନଜର ହଟାଇ ଦେଖିଲା ତ ପଛରେ ସେ ଠିଆ ହୋଇ ହସୁଥିଲେ। ସେ ତାର କାନ ଧରି କହିଲେ, ଏବେ କାହିଁକି ବନ୍ଦ କଲୁ? କ'ଣ ତୁ ଡରିଗଲୁ? ସେତେବେଳେ ସମୀର କହିଲା, ହଁ, ଡର ତ ଲାଗେ ହିଁ ଯେତେବେଳେ କେହି ଗୀତ ଶୁଣୁଥିବା ବେଳେ ଧରିଦିଏ। ତାପରେ ସେ ତାଙ୍କ ହାତ ଧରି ବିଛଣା ଉପରେ ବସିଗଲା ଏବଂ କହିବାକୁ ଲାଗିଲା, ମୁଁ ଆପଣଙ୍କୁ ଏକ କଥା କହିବାକୁ ଚାହୁଁଛି। ଯେତେବେଳେ ଆପଣ ପ୍ରଥମ ଥର ପାଇଁ ଏହି ଘରକୁ ଆସିଥିଲେ ସେବେଠାରୁ ହିଁ ଆପଣ ମୋତେ ବହୁତ ପସନ୍ଦ। ସେତେବେଳେ ସେ ହସିଦେଇ କହିଲେ, ଆଚ୍ଛା ଜି, ତେବେ କୁହ କ'ଣ କରିବା? ସମୀର କହିଲା, ମୁଁ ଚାହୁଁଛି ଆମେ ପରସ୍ପରର ଆହୁରି ନିକଟତର ହେବା। ସେ କହିଲେ, ସମୀର, କିନ୍ତୁ ଏହା କେମିତି ହୋଇପାରିବ? ମୁଁ ତ ଏହି ଘରର ଚାକରାଣୀ। ତାପରେ ସମୀର କହିଲା, ତେବେ କ'ଣ ହେଲା? ଆମେ କିଛି ଭୁଲ ତ କରୁନୁ? ମୁଁ ଜାଣେ ଆପଣ ଭିତରୁ ଖୁସି ନାହାନ୍ତି। ମୁଁ ଆପଣଙ୍କୁ ସବୁ ଖୁସି ଦେବାକୁ ଚାହୁଁଛି। ସେତେବେଳେ ସେ ତାଙ୍କ ହାତକୁ ଜୋରରେ ଚିପି ଧରି କହିଲେ, ସମୀର, ତୁ ମୋର ଏତେ ଭାବନା ବୁଝୁଛୁ। ତୁ କେତେ ବୁଝିବାବାଲା ହୋଇଗଲୁଣି। ସେହି ଦିନଠାରୁ ସେମାନଙ୍କ ମଧ୍ୟରେ ସମ୍ପର୍କ ଆହୁରି ଗଭୀର ହେଲା। ଦିନେ ରାତିରେ ଯେତେବେଳେ ସମସ୍ତେ ଶୋଇଗଲେ, ସମୀର ଛାତ ଉପରକୁ ଗଲା। ସେଠାରେ 10 ବିନା 15 ମିନିଟ୍ ପର୍ଯ୍ୟନ୍ତ ଏକାକୀ ବସି ରହିବା ପରେ ଚାକରାଣୀ ଛାତ ଉପରକୁ ଆସିଲେ। ସେ ତା ପାଖରେ ଆସି ବସିଗଲେ ଏବଂ କହିଲେ, ତୁ ପାଗଳ ହୋଇଗଲୁଣି। ଏତେ ରାତିରେ ଛାତ ଉପରେ କ'ଣ କରୁଛୁ? ସମୀର କହିଲା, ମୁଁ ଆପଣଙ୍କୁ ହିଁ ଅପେକ୍ଷା କରିଥିଲି। ସେତେବେଳେ ସେ ତାର ହାତକୁ ନିଜ ହାତରେ ନେଇଗଲେ ଏବଂ କହିଲେ, ସମୀର, ଭିତରୁ ତ ମୁଁ ବି ତ ସାଥିରେ ଅଛି, କିନ୍ତୁ ଯେଉଁ କାମ ତୁ ମୋ ସହିତ କରିବାକୁ ଚାହୁଁଛୁ ତାହା ନିଶ୍ଚୟ ହେବ। ବସ୍ ଟିକେ ଧୈର୍ଯ୍ୟ ରଖ। ସେହି ଦିନଠାରୁ ସେ ଦୁହେଁ ପ୍ରତିଦିନ ବହୁତ ଖୁସି ରହିବାକୁ ଲାଗିଲେ। ସେମାନେ ବିନା କୌଣସି ଡରରେ ପରସ୍ପରକୁ ସମସ୍ତେ ଭଲ ପାଇବା ଏବଂ ସମୟ ଦେବା ଆରମ୍ଭ କଲେ। ସମୀର ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଲା, କଥା ହେଲା, ଥଟ୍ଟାମଜା କଲା ଏବଂ ହୃଦୟରୁ ଉପଭୋଗ କଲା। ପରଦିନ ଯେତେବେଳେ ସେ ଉଠିଲେ, ତାଙ୍କ ଚେହେରାରେ ଏକ ନୂଆ ଚମକ ସ୍ପଷ୍ଟ ଦେଖାଯାଉଥିଲା। ସେ ତାର ହାତ ଧରି କହିଲେ, ସମୀର, ଯେଉଁ ଖୁସି ତୁ ମୋତେ ଦେଇଛୁ ତାହା ପାଇଁ ମୁଁ ଜାଣିନି କେବେଠାରୁ ଛଟପଟ ହେଉଥିଲି। ଧନ୍ୟବାଦ ମୋ ସମୀର, ତୁ ମୋତେ ନୂଆ ଜୀବନ ଦେଲୁ। ସେହି ଦିନଠାରୁ ସମୀର ତାଙ୍କରେ ତାଙ୍କ ସହ ଶୋଇବା ଆରମ୍ଭ କଲା। ଏବେ ସେ ଦୁହେଁ ପ୍ରତିଦିନ ବହୁତ ଖୁସି ରହିବାକୁ ଲାଗିଲେ। ଦିନ ସାରା ସାଥିରେ କାମ କରନ୍ତି, ସନ୍ଧ୍ୟାରେ ଛାତ ଉପରେ ବୁଲନ୍ତି, ରାତିରେ କଥା ହୁଅନ୍ତି। ସେମାନେ ଜାଣିଥିଲେ ଯେ ଏହି ସମ୍ପର୍କ ସେମାନଙ୍କ ପାଇଁ ଏକ ସୁନ୍ଦର ସ୍ୱପ୍ନ ପରି ଥିଲା।